ବହୁ ଆଗର କଥା। ବର୍ଷାନାରେ ଜଣେ ସାଧୁ ରହୁଥିଲେ। ରାଧାରାଣୀଙ୍କ ଭକ୍ତିରେ ତାଙ୍କର ବହୁତ ନିଷ୍ଠା ଥିଲା। ସେ ନିତିଦିନ ପୂଜା ପାଠରେ ମଗ୍ନ ରୁହନ୍ତି, ମନ୍ଦିର ଯାଆନ୍ତି। ତାଙ୍କ ମନ କିଶୋରୀ ମାଙ୍କ ପାଖରେ ଏଭଳି ମଗ୍ନ ଥିଲା ଯେ ଆଉ କୋଉଠି ବି ମନ ଲାଗୁନଥିଲା। ଯେବେ ବି ସେ ମନ୍ଦିର ଯାଆନ୍ତି ତ ଦେଖନ୍ତି ଯେ କେହି ରାଧାରାଣୀଙ୍କ ପାଇଁ ଫୁଲ ଆଣିଲେଣି, ତ କେହି ଶୃଙ୍ଗାରର ଜିନିଷ ଆଣୁଛନ୍ତି, ନହେଲେ କେହି ବସ୍ତ୍ର ଚଢ଼ାଉଛନ୍ତି। ସମସ୍ତେ ରାଧାରାଣୀଙ୍କ ପାଇଁ କିଛି ନା କିଛି ନେଇକି ଆସୁଛନ୍ତି, କିନ୍ତୁ ମୁଁ କିଭଳି ଅନ୍ୟାୟୀ ଯେ ଏପର୍ଯ୍ୟନ୍ତ ତାଙ୍କୁ କିଛି ବି ଅର୍ପଣ କରିପାରିଲିନି। ଏହି ବିଚାର ତାଙ୍କ ମନରେ ରହିଗଲା। ସେ ଭାବିଲେ, ମୁଁ ରାଧାରାଣୀକୁ ଏକ ପୋଷାକଟେ ଭେଟରେ ଦେବି। ଆଉ ଏଭଳି ସେ ସାଧୁ ସେଇ ପୋଷାକକୁ ବନେଇବାରେ ଲାଗିଗଲେ। ଦିନ ରାତି ସେଇ ପୋଷାକକୁ ତିଆରି କରିବାରେ ଲାଗିଲେ। ମାସେ ପରେ ସେ ସେଇ ପୋଷାକଟା ବନେଇ ସାରିଲେ। ସେ ପୋଷାକ ବହୁତ ହିଁ ସୁନ୍ଦର ବନିଥିଲା। ଏବେ ସେ ସେଇ ପୋଷାକକୁ ନେଇକି ବର୍ଷାନାର ସିଢ଼ିରେ ରାଧେ ରାଧେ କହିକି ଚଢ଼ି ଚାଲିଥିଲେ। ସେ ବହୁତ ପ୍ରସନ୍ନ ଥିଲେ, କାହିଁକି ନା ସେ ସେଇ ପୋଷାକଟା ରାଧାରାଣୀଙ୍କୁ ସମର୍ପିତ କରିବା ପାଇଁ ଆଗ୍ରହୀ ଥିଲେ। କିନ୍ତୁ ରାଧାରାଣୀଙ୍କ ଇଚ୍ଛା ତ ଆଉ କିଛି ହିଁ ଥିଲା। ସେ ଯେବେ ଅଧା ବାଟ ଯାଇ ପହଞ୍ଚିଲେ, ତାଙ୍କୁ ଗୋଟେ କୁନି ଝିଅଟେ ଦିଶିଲା। ବାବା, ବାବା କୁଆଡ଼େ ଯାଉଛ? ମୁଁ କିଶୋରୀ ମାଙ୍କ ଦର୍ଶନ କରିବା ପାଇଁ ଯାଉଛି। ଆଚ୍ଛା ବାବା, ତୁମ ହାତରେ ଇଏ କ'ଣ ଅଛି? ଝିଅ, ଏହି ପୋଷାକ ମୁଁ କିଶୋରୀ ମାଙ୍କ ପାଇଁ ନେଇକିରି ଯାଉଛି। ସମସ୍ତେ ତାଙ୍କୁ କିଛି ନା କିଛି ଭେଟ ଦିଅନ୍ତି ନା, ସେଥିପାଇଁ ମୁଁ ବି ଆଜି ଏହି ପୋଷାକ ଭେଟରେ ଦେଇଛି। ବାବା, ରାଧାରାଣୀଙ୍କୁ ତ ସମସ୍ତେ କିଛି ନା କିଛି ଦିଅନ୍ତି, ଏଇ ପୋଷାକ ତୁମେ ମୋତେ ଭେଟରେ ଦେଇଦିଅ। ତାଙ୍କ ପାଖରେ ତ ଅନେକ ବସ୍ତ୍ର ଅଛି, ସେଥିପାଇଁ ବାବା ଏଇ ପୋଷାକ ତୁମେ ମୋତେ ଦେଇଦିଅ। ନା ଝିଅ ନା, ଏଇ ପୋଷାକ ମୁଁ ବହୁତ କଷ୍ଟରେ ତିଆରି କରିଛି। ମୁଁ ତୋ ଲାଗି ବଜାରରୁ ଆଉ ଗୋଟେ କିଣିଦେବି ପଛେ। ଏବେ ସେ କୁନି ଝିଅଟି ଜିଦ୍ଦି ଧରିଦେଲା। ସେ ସାଧୁଙ୍କ ହାତ ଧରିକି କହିଲା, ନାଇଁ ବାବା, ମୋତେ ଏଇ ପୋଷାକ ଦରକାର। ସାଧୁ ବି ନିଜ ଦୃଢ଼ତା ଦେଖେଇଲେ। ନାଇଁ ଝିଅ, ମୁଁ ଏଇଟା ତୁମକୁ ଦେଇପାରିବିନି। ୟା ଭିତରେ ସେ ଝିଅ ପୋଷାକ ଛଡ଼େଇକି ଦୌଡ଼ିକି ପଳେଇଲା। ଆଉ ସାଧୁ ତା ପଛରେ ଦୌଡ଼ିଲେ। ଝିଅ, ଆରେ ଏ ପୋଷାକ ମୋତେ ଫେରେଇ ଦେ, ମୁଁ କିଶୋରୀ ମାଙ୍କୁ ଅର୍ପଣ କରିବାକୁ ଚାହୁଁଛି। କିନ୍ତୁ ସେ ଝିଅକୁ ଧରିପାରିଲେନି। ସାଧୁ ମନ୍ଦିରର ସିଢ଼ିରେ ବସିକି କାନ୍ଦୁଥିଲେ। ସେଇଠି ଯାଉ ଆସୁଥିବା ଭକ୍ତମାନେ ତାଙ୍କୁ ଏଇ ଅବସ୍ଥାରେ ଦେଖିଲେ ଆଉ କାରଣ ପଚାରିଲେ। ସାଧୁ ତାଙ୍କୁ ସବୁ କଥା ଜଣେଇଲେ ଯେ କେମିତି ସେ ଝିଅଟି ପୋଷାକ ନେଇକି ପଳେଇଲା, ଯୋଉଟା ସେ ବହୁତ କଷ୍ଟରେ ରାଧାରାଣୀଙ୍କ ପାଇଁ ବନେଇଥିଲେ। ଲୋକମାନେ ତାଙ୍କୁ ବୁଝେଇଲେ, କିଛି ଅସୁବିଧା ନାହିଁ, ଏବେ ପୋଷାକ ତ ଫେରିବନି, ତ ଚାଲ କିଶୋରୀ ମାଙ୍କ ଦର୍ଶନ କରିଦେବ। ଶୁଣିକି ସାଧୁ ବି ମନ୍ଦିର ଆଡ଼କୁ ଗଲେ। ମନେ ମନେ ଭାବୁଥିଲେ ଯେ ମୁଁ କି ଅପରାଧ କରିଥିଲି? କ'ଣ ଆପଣ ଚାହୁଁନାହାନ୍ତି ଯେ ମୁଁ ଆପଣଙ୍କୁ ପୋଷାକ ଅର୍ପଣ କରେ? ବୋଧେ ମୁଁ ପାପୀ କିଶୋରୀ ମା, ନହେଲେ ଆପଣ ଏମିତି କ'ଣ ପାଇଁ କରିଥାନ୍ତେ? ଏହିଭଳି ବିଚାରରେ ହଜିକି ସେ ମନ୍ଦିରରେ ପହଞ୍ଚିଗଲେ। କିନ୍ତୁ ଏବେ ଦୁଆର ଖୋଲା ହେଇନଥିଲା। ସେ ଦୁଆର ମୁହଁରେ ଦର୍ଶନ କରିବା ପାଇଁ ଅପେକ୍ଷାରେ ଠିଆ ହେଲେ। ଆଉ ଯେବେ ମନ୍ଦିର କବାଟ ଖୋଲିଲା, ତାଙ୍କ ଆଖି ସାମ୍ନାରେ ଥିବା ଦୃଶ୍ୟ ଦେଖିକି ତାଙ୍କ ଆଖି ବଡ଼ ହେଇକି ରହିଗଲା। କିଶୋରୀ ମା ସେଇ ପୋଷାକ ପିନ୍ଧିକି ଥିଲେ ଯୋଉଟା ସେ ଝିଅଟି ନେଇକି ଦୌଡ଼ି ଯାଇଥିଲା। ଏହା ଦେଖିକି ତାଙ୍କ ଆଖିରୁ ଲୁହ ବୋହି ପଡ଼ିଲା। କିଶୋରୀ ମା, ମୁଁ ଏହି ପୋଷାକ ଆପଣଙ୍କ ପାଇଁ ହିଁ ବନେଇଥିଲି। କ'ଣ ଆପଣ ଏତିକି ବି ଅପେକ୍ଷା କରିପାରିଲେନି ଯେ ଆପଣ ମୋଠୁ ଏହା ଛଡ଼େଇକି ନେଇଗଲେ? ସେବେ ତାଙ୍କୁ ଏକ ଦିବ୍ୟ କଣ୍ଠ ଶୁଭିଲା। ବାବା, ତୁମେ ଏତେ ପ୍ରେମ ସହ, ଏତେ ପରିଶ୍ରମ ସହ ଏ ପୋଷାକଟା ବନେଇଛ। ଏହା ମାତ୍ର ଏକ ପୋଷାକ ନୁହେଁ, ଏଥିରେ ତୁମ ପ୍ରେମ ଅଛି। ଆଉ ପ୍ରେମକୁ ପାଇବା ପାଇଁ ଦୌଡ଼ିବାକୁ ତ ପଡ଼େ ହିଁ। ବାବା, ଆଜି ତୁମର ଏହି ପ୍ରେମ ପାଇଁ ମୁଁ ଆଉ ଧୈର୍ଯ୍ୟ ରଖିପାରିଲିନି, ସେଥିପାଇଁ ମୁଁ ଦୌଡ଼ିକି ତୁମ ପାଖକୁ ଆସିଗଲି। ଏହା ଶୁଣିକି ସେ ସାଧୁ ରାଧାରାଣୀଙ୍କ ପାଦ ତଳେ ପଡ଼ିଗଲେ ଓ କହିଲେ, କିଶୋରୀ ମା, ଏବେ ଆପଣ ମୋ ଇଚ୍ଛାକୁ ସାର୍ଥକ କରିଦେଲେ। ଏବେ ତ ଆଉ କୌଣସି ଇଚ୍ଛା ବଳିବନି। ରାଧାରାଣୀଙ୍କ ଜୟ, କୃଷ୍ଣ ମୁରାରୀଙ୍କ ଜୟ। ମାଧବ ନାମକ ଜଣେ ଗୁରୁ ରହୁଥିଲେ, ଯାହା ପତ୍ନୀଙ୍କ ନାଁ ନିର୍ମଳା ଥିଲା। ତାଙ୍କର ଜଣେ ଝିଅ ଥିଲେ ଯାହା ନାଁ ନୟନା ଥିଲା। ମାଧବଙ୍କ ପାଖରେ ଅନେକ ଗାଈ ଥିଲେ। ସେ ସେମାନଙ୍କ କ୍ଷୀର ବିକ୍ରି କରି ନିଜ ଘରକୁ ଚଳାଉଥିଲା। ନିର୍ମଳା ବହୁତ କୃପଣା ଥିଲେ। ଗୋଟେ ଥର ନିର୍ମଳା ମେଞ୍ଚେ ଲୁହୁଣୀ କାଢ଼ିଲା ଆଉ ନୟନାକୁ ଡାକିଲା। ନୟନା, ମୁଁ ହାଣ୍ଡିରେ ଲୁହୁଣୀ ରଖିଛି। ବାବା ଯେଉଁ ଯେଉଁ ଘରେ କ୍ଷୀର ବିକ୍ରି କରିବାକୁ ଯାଆନ୍ତି, ସେଇ ସବୁ ଘରେ ଏଇଟା ବିକ୍ରି କରିକି ଆସେ। ଲୁହୁଣୀର ଟଙ୍କା ନେବା ଭୁଲିବୁନି, କାହାକୁ ବି ମାଗଣାରେ ଦବୁନି।
ନୟନା ମାଟି ହାଣ୍ଡିକୁ ମୁଣ୍ଡରେ ଟେକିକିରି ଗାଁ ଆଡ଼କୁ ଚାଲିଲା। ଘରମାନଙ୍କ ସାମ୍ନାରେ ପହଞ୍ଚି ଜୋର ପାଟିରେ କହୁଥିଲା, ଲହୁଣୀ ନିଅନ୍ତୁ, ଅତ୍ୟନ୍ତ ସ୍ୱାଦିଷ୍ଟ ଓ ତାଜା ଲହୁଣୀ। ଆରେ ଝିଅ, କେତେରେ ଲହୁଣୀ ଦଉଛୁ? କିଲେ 100 ଟଙ୍କାର ମାଉସୀ। ତାଜା ଅଛି ନା ନାହିଁ? ହଁ ମାଉସୀ, ବିଲକୁଲ ତାଜା ଅଛି। ହଉ, କିଲେ ଦେଇଦେ ତାହେଲେ। ଗାଁ ଲୋକଙ୍କୁ ଲହୁଣୀ ବହୁତ ଭଲ ଲାଗିଲା। ସୂର୍ଯ୍ୟାସ୍ତ ହେଉ ହେଉ ସବୁତକ ଲହୁଣୀ ବିକ୍ରି ହେଇଗଲା। ସେଥିରୁ ଗୁଡ଼େ ପଇସା ମିଳିଲା। ନୟନା ଘରକୁ ଫେରିକିରି ତାର ମାଆଙ୍କୁ ପଇସା ଦେଇଦେଲା। ନିର୍ମଳା ଖୁସି ହେଇଗଲେ। ଆରେ ବାଃ, ଏଇଟା ତ ବଢ଼ିଆ ହେଲା। ଏମିତି ହେଲେ ତ ମୁଁ ଏବେ ସବୁଦିନ ଲହୁଣୀ ବନେଇବି। ତା ପରଦିନ ସିଏ ଆଉ ଥରେ ଲହୁଣୀ ବନେଇଲା ଆଉ ନୟନାକୁ ଦେଇଦେଲା। ନୟନା ଏଥରକ ଅନ୍ୟ ଏକ ରାସ୍ତାରୁ ଗାଁକୁ ଗଲା। ବାଟରେ ଗଲାବେଳକୁ ତାକୁ ରାଧାକୃଷ୍ଣଙ୍କ ମନ୍ଦିର ଦେଖାଗଲା। ସେ ହାଣ୍ଡିଟିକୁ ତଳେ ରଖି ମନ୍ଦିର ଭିତରକୁ ଗଲା। ସେଠାରେ ପୁରୋହିତ ଶ୍ରୀକୃଷ୍ଣଙ୍କ ପିଲାଦିନର କାହାଣୀ ଶୁଣାଉଥିଲେ। ବାଳକୃଷ୍ଣଙ୍କ ଲହୁଣୀଟି ବହୁତ ପ୍ରିୟ ଥିଲା। ମା ଯଶୋଦା ତାଙ୍କ ପାଇଁ ସବୁଦିନ ଲହୁଣୀ ବନେଇକି ରଖନ୍ତି। ତଥାପି ସେ ଅନ୍ୟ ଗୋପୀମାନଙ୍କ ଘରୁ ଯାଇ ଲହୁଣୀ ଚୋରି କରିକି ଖାଉଥିଲେ। ନୟନାକୁ ତାଙ୍କ କାହାଣୀ ବହୁତ ଭଲ ଲାଗିଲା ଆଉ ସିଏ ତାଙ୍କ ପ୍ରତି ଆଗ୍ରହ ପ୍ରକାଶ କଲା। ନନା, ଶ୍ରୀକୃଷ୍ଣ ଆଜି ବି ଲହୁଣୀର ଭୋଗ ପାଆନ୍ତି କି? ହଁ ଝିଅ, କିନ୍ତୁ ଏହି ଗାଁର ଲୋକମାନେ ଲହୁଣୀର ଭୋଗ ଲଗାନ୍ତିନି। ଚିନ୍ତା କରନ୍ତୁନି ନନା, ମୁଁ ଏବେ ସବୁଦିନ ଲହୁଣୀ ନେଇକି ଆସିବି। ନୟନାର ଏଇଟା ନିତିଦିନ କାର୍ଯ୍ୟ ହେଇଗଲା। ସେ ଗାଁକୁ ଯିବା ପୂର୍ବରୁ ଶ୍ରୀକୃଷ୍ଣଙ୍କୁ ଲହୁଣୀର ଭୋଗ ଲଗାଉଥିଲା ଆଉ ବଳି ଯାଇଥିବା ଲହୁଣୀକୁ ବିକ୍ରି କରୁଥିଲା। ଏମିତି କରିବାରୁ ବିକ୍ରି କରିବା ପାଇଁ କମ୍ ଲହୁଣୀ ବଳୁଥିଲା, ତେବେ ପଇସା ମଧ୍ୟ କମ୍ ମିଳୁଥିଲା। ଦିନେ ନିର୍ମଳାକୁ ସନ୍ଦେହ ହେଲା, ନୟନା, ତୁ ଆଜିକାଲି ପୁରା ପଇସା ତ ଆଣୁନୁ, ହେଲେ ଲହୁଣୀ ସବୁତକ ବିକ୍ରି କରିଦେଉଛୁ। ତୁ ପଇସାକୁ ଖର୍ଚ୍ଚ ତ କରୁନୁ ନା? ନୟନାଙ୍କୁ ମାଙ୍କ ସ୍ୱଭାବ ଜଣାଥିଲା। ସିଏ ମନେ ମନେ ଭାବିଲା, ଯଦି ମାଙ୍କୁ ଜଣା ପଡ଼ିଲା ଯେ ମୁଁ ମନ୍ଦିରରେ ଲହୁଣୀର ଭୋଗ ଲଗାଏ, ସେ ବହୁତ ରାଗିଯିବେ ଆଉ ତାପରେ ମୋତେ ମନ୍ଦିର ଯିବାକୁ ମଧ୍ୟ ଦେବେନି। କ'ଣ କରିବି? ତାକୁ ମିଛ କହିବା ହିଁ ସବୁଠୁ ଠିକ୍ ଲାଗିଲା। ମୋ କଥା ବିଶ୍ୱାସ କର ମା, ମୁଁ ଗୋଟେ ପଇସା ହେଲେ ଖର୍ଚ୍ଚ କରେନି। ଗାଈର କ୍ଷୀର ବେଶୀ ଗହଳିଆ ନହେଲେ ଲହୁଣୀ ଭଲ ବନେନି, ସେଥିପାଇଁ ବେଶୀ ପଇସା ମିଳେନି। ଗାଈକୁ ଭଲରେ ଖାଇବା ଦିଅ ମା, ତାହେଲେ ଲହୁଣୀ ବି ଭଲ ବନିବ। ଗୋଟେ ଥର ମାଧବ ଅସୁସ୍ଥ ହେଇଗଲେ। ସିଏ କ୍ଷୀର ବିକିବାକୁ ଯାଇପାରିଲେନି। ଶୁଣୁଛ, ତମେ ତ ଅସୁସ୍ଥ ଅଛ, କ୍ଷୀର ବିକ୍ରି କରିବାକୁ ଯାଇପାରିବନି। ମୁଁ ଭାବୁଥିଲି କି ମୁଁ ହିଁ ଯାଇକିରି କ୍ଷୀର ବିକ୍ରି କରିଦେବି। ହଁ ନିର୍ମଳା, ତୁମେ ଠିକ୍ କହୁଛ, ସେମିତି କରିଲେ ଭଲ ହେବ। ନିର୍ମଳା ଗୋଟେ ଜାଗାରେ କ୍ଷୀର ଭର୍ତ୍ତି କରି ବିକ୍ରି କରିବା ପାଇଁ ବାହାରିଗଲା। ନୟନା, ମୋ ସହିତ ଚାଲ, ତୁ ଲହୁଣୀ ବିକ୍ରି କରିବୁ ଆଉ ମୁଁ କ୍ଷୀର ବିକ୍ରି କରିବି। ମା ଝିଅ ମିଶିକି ଘରୁ ବାହାରିଗଲେ। ବାଟରେ ମନ୍ଦିରଟା ପଡ଼ିଲା। ମନ୍ଦିର ସାମ୍ନାରେ ନୟନା ରହିଗଲା। ଆରେ, ଏଠି କାହିଁକି ଠିଆ ହେଇଗଲ? ଚାଲ ଯିବା, ତୋ ବାପାଙ୍କ ଦେହ ଭଲ ନାହିଁ। ଯେତେ ଜଲ୍ଦି ହବ କ୍ଷୀର ଆଉ ଲହୁଣୀ ବିକ୍ରି କରିକି ଘରକୁ ଫେରିବାର ଅଛି। ନୟନା ତା ମାଙ୍କ ଡରରେ ବିନା ଭୋଗ ଲଗେଇ ଆଗକୁ ବଢ଼ି ଚାଲିଲା। ଦୁଇ ଜଣ ଜଲ୍ଦି ଜଲ୍ଦି କାମ ସାରିକି ଘରକୁ ଫେରିଗଲେ। ଗୁଡ଼ାଏ ଦିନ ଯାଏ ଏମିତି ହିଁ ଚାଲିଲା। ମାଧବର ସ୍ୱାସ୍ଥ୍ୟ ସୁଧୁରିଗଲା। ଦିନେ ନିର୍ମଳା ନିଜ ରୋଜଗାର କରିଥିବା ପଇସା ଗଣୁଥିଲା। ସେତିକିବେଳେ ଗୋଟେ ସୁନ୍ଦର ଝିଅଟିଏ ଆସିଲା। ତୁମେ କିଏ ଆଉ ଏଇଠି କାହିଁକି ଆସିଛ? ମୋର ନାଁ ରାଧା। ମୋର ମିତ୍ର ଜଣେ ବାହାରେ ଠିଆ ହେଇଛନ୍ତି, ତାଙ୍କ ନାଁ ଗୋପାଳ। ଆପଣଙ୍କ ଝିଅ ସବୁଦିନ ଆମକୁ ଲହୁଣୀ ଖୁଆଇବା ପାଇଁ ଆସୁଥିଲା, କିଛି ଦିନରୁ ଆସୁନି। ଏହାର କାରଣ କ'ଣ? ନିର୍ମଳା ଆଶ୍ଚର୍ଯ୍ୟ ହେଇଗଲେ। ସିଏ ବାହାରେ ଦେଖିଲେ ଗୋଟେ ସୁନ୍ଦର ଦେଖାଯାଉଥିବା 10-12 ବର୍ଷ ବୟସର ବାଳକଟି ଠିଆ ହେଇଥିଲା। ପିଲାମାନେ, ମୋ ଝିଅ ତ ଏବେ ଘରେ ନାହିଁ, କିନ୍ତୁ ତୁମେମାନେ କେବେଠୁ ତାଠୁ ଲହୁଣୀ ନେଉଛ? ମା, ଆମେ ତ ମନ୍ଦିରରେ ରହୁ। ଆପଣଙ୍କ ଝିଅ ସବୁଦିନ ଆମକୁ ଲହୁଣୀ ଦେଇକି ଯାଉଥିଲା। ତୁମେ ଲହୁଣୀର ପଇସା ତ ଦେଇଥିବ?
ନା ମା, ଆପଣଙ୍କ ଝିଅ ତ ଆମକୁ ସ୍ନେହରେ ଲହୁଣୀ ଖୁଆଉଥିଲା। ତାକୁ କିଛି ଦିନରୁ ଦେଖିନୁ, ସେଥିପାଇଁ ଆମେ ଚାଲି ଆସିଲୁ ତା ଖବର ଜାଣିବା ପାଇଁ। ନିର୍ମଳା ବୁଝିଗଲା ଯେ ଏହି କାରଣ ପାଇଁ ନୟନା ଲହୁଣୀରୁ କମ୍ ପଇସା ରୋଜଗାର କରୁଥିଲା। ସିଏ ବହୁତ ରାଗିଗଲା ଆଉ 2 ଜଣଙ୍କୁ ରାଗିକିରି କହିଲା, ତମେ ମାନେ ମୋ ଝିଅକୁ ମୂର୍ଖ ବନେଇକି ଏତେ ଦିନରୁ ତାଠୁ ମାଗଣାରେ ଲହୁଣୀ ନେଉଛ, କିନ୍ତୁ ଆଉ ହବନି। ଗୋପାଳ ଆଉ ରାଧାଙ୍କ ମୁହଁରେ ହାଲକା ହସଟେ ଆସିଲା ଆଉ ସିଏ ଫେରିଗଲେ। କିଛି ସମୟ ପରେ ଯେବେ ନୟନା ଘରକୁ ଫେରିଲା, ନିର୍ମଳା କ୍ରୋଧିତ ହେଇକିରି ବସିଥିଲେ। ସିଏ ରାଧାର ସବୁ କଥା ନୟନାକୁ କହିଲେ। ତୁ ମତେ ମିଛ କହିଲୁ, ଲହୁଣୀ ନେଇକି ସମସ୍ତଙ୍କୁ ମାଗଣାରେ ବାଣ୍ଟି ଦଉଥିଲୁ। ମା, ମୁଁ ତ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଲହୁଣୀର ଭୋଗ ଲଗାଉଥିଲି। ତୁମେ ତ ସବୁବେଳେ ପଇସାର ଚିନ୍ତା କରୁଥାଅ। ସିଏ ଆମ ଘରକୁ ଲହୁଣୀ ପାଇଁ ଆସିଲେ ଆଉ ତୁମେ ତାଙ୍କୁ ଫେରେଇ ଦେଲ। ନିର୍ମଳା ଏଟା ଶୁଣିକି ଆଶ୍ଚର୍ଯ୍ୟ ହେଇଗଲା। ନୟନା କାନ୍ଦି କାନ୍ଦି ତା ବାପା ପାଖକୁ ଯାଇକି ସବୁ କଥା କହିଦେଲା। ଆମର ଭାଗ୍ୟ ଏତେ ଭଲ ଯେ ଭଗବାନ ଆମ ଘରର ଦ୍ୱାରକୁ ଆସିଲେ, କିନ୍ତୁ ତୁମେ ତୁମର କୃପଣ ବ୍ୟବହାର ଦେଖେଇକି ତାଙ୍କୁ ଫେରେଇ ଦେଲ। ଏବେ ମାଧବ, ନିର୍ମଳା, ନୟନା 3 ଜଣ ଲହୁଣୀ ନେଇକି ମନ୍ଦିର ଗଲେ ଓ ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗେଇକି ତାଙ୍କଠୁ କ୍ଷମା ମାଗିଲେ। ହେ ଭଗବାନ, ମୋତେ କ୍ଷମା କରିଦିଅନ୍ତୁ। ଆପଣ ସ୍ୱୟଂ ଆମ ଘରକୁ ଆସିଥିଲେ ଆଉ ମୁଁ ଆପଣଙ୍କୁ ଭଲ ମନ୍ଦ କହିକି ଫେରେଇ ଦେଲି। ମୁଁ ବହୁତ ବଡ଼ ଭୁଲ କରିଦେଲି ପ୍ରଭୁ। ମୁଁ ପଇସାର ସ୍ୱାର୍ଥରେ ଅନ୍ଧ ହେଇଯାଇଥିଲି। ଆମକୁ କ୍ଷମା କରିଦିଅ ଭଗବାନ। ଦୟାକରି ଆମକୁ ଆପଣଙ୍କ ଦର୍ଶନ ଦିଅନ୍ତୁ। ସେତେବେଳେ ହଠାତ୍ ଏକ ଉଜ୍ଜ୍ୱଳ ଆଲୋକଟେ ଦେଖାଗଲା ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ସାମ୍ନାରେ ସେମାନଙ୍କୁ ସେଇ 2 ପିଲାମାନଙ୍କ ଛବି ଦେଖାଗଲା। ଏବେ ନିର୍ମଳା ଲହୁଣୀ ବିକ୍ରି କରିବା ବନ୍ଦ କରିଦେଲା। ସିଏ ସବୁଦିନ ଲହୁଣୀର ଭୋଗ ଲଗାଏ ଆଉ ବଳି ଯାଇଥିବା ଲହୁଣୀଟି ପ୍ରସାଦ ରୂପରେ ବାଣ୍ଟି ଦିଏ। ନିର୍ମଳାର ସ୍ୱଭାବ ଏବେ ବଦଳି ଯାଇଥିଲା। ସେ ନିଜର କୃପଣ ଚିନ୍ତାଧାରାକୁ ଛାଡ଼ିଦେଲେ। ଗରିବ ଆଉ ଦରକାରୀ ଲୋକଙ୍କ ସାହାଯ୍ୟ କରିବା ଆରମ୍ଭ କରିଦେଲା।